ମହାନଦୀର ବାଲିରୁ ମିଳୁଛି ଖଣ୍ଡ ଖଣ୍ଡ ସୁନା। ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ଆପଣ ଯଦି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତି କରୁଥାନ୍ତି, ସେ ମହାପ୍ରଭୁଙ୍କୁ ଆରାଧ୍ୟ ବୋଲି ମାନୁଥାନ୍ତି, ତାହେଲେ ଭିଡ଼ିଓଟିକୁ ଲାଇକ୍ ସେୟାର କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖନ୍ତୁ। କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ବ୍ରଜକିଶୋର ବାବୁ, ବୟସ 55 ବର୍ଷ, ଝରା ଜାତିର ସେ। ମହାନଦୀରୁ ସୁନାଗୁଣ୍ଡ ସଂଗ୍ରହ କରିବା ତାଙ୍କର ଜୀବିକା। ଏ ଜୀବିକା ତାଙ୍କର ପୂର୍ବପୁରୁଷରୁ ଆଜି ପର୍ଯ୍ୟନ୍ତ ଚାଲିଛି। ନିଜ ଗାଁ ଠାରୁ ପ୍ରାୟ 3 କିଲୋମିଟର ଦୂର ମହାନଦୀରୁ ଛୋଟ ଛୋଟ ସୁନା ଗୁଣ୍ଡ ସଂଗ୍ରହ କରିବାକୁ ସବୁଦିନ ଗାଁର କିଛି ସାଙ୍ଗମାନଙ୍କ ସହ ଯାଆନ୍ତି। କେହି କେହି ପହଁରିକି ଯାଆନ୍ତି ତ କେହି କେହି ଛୋଟ ଡଙ୍ଗା ନେଇ ମହାନଦୀକୁ ସୁନା ଆଣିବା ପାଇଁ ଯାଆନ୍ତି। ବ୍ରଜକିଶୋର ବାବୁ ଭାରି ଗରିବ ଲୋକ। ଡଙ୍ଗା କିଣିବାକୁ ତାଙ୍କ ପାଖରେ ଏତେ ପଇସା ନାହିଁ। ସେଥିପାଇଁ ପ୍ରାୟ 30 ବର୍ଷ ହେବ ପହଁରି ପହଁରି ଯାଆନ୍ତି ମହାନଦୀ ଭିତରକୁ। ସାଙ୍ଗରେ ଲୁହା ରଡ଼ଟିଏ ନେଇଯାଆନ୍ତି। ଆଉ ଏଇ କାମ ସେ ସବୁଦିନ କରନ୍ତି। କେବେ ବି ଖାଲି ହାତରେ ଫେରନ୍ତିନି ସେ, ଆଉ ତାଙ୍କ ଗାଁ ସାଙ୍ଗମାନେ ବି। ମହାନଦୀ କେବେ କାହାକୁ ନିରାଶ କରିନି। ଅଳ୍ପ ହେଉନା କାହିଁକି ସମସ୍ତେ କିଛି କିଛି ସୁନା ଗୁଣ୍ଡ ନେଇ ଘରକୁ ଆସନ୍ତି। ବ୍ରଜବାବୁ କେବେ କେବେ 2 ପ୍ରହର ବେଳକୁ ସୁନା ପାଇଯାଆନ୍ତି ତ ଆଉ କେବେ କେବେ ସନ୍ଧ୍ୟା ହୋଇଯାଏ। ସବୁଦିନ ପାଖାପାଖି 400ରୁ 500 ଟଙ୍କାର ବେପାର ହୋଇଯାଏ। କେବେ କେବେ 5000ରୁ 6000 ଟଙ୍କା ବି ମିଳିଯାଏ। ଆଉ ସେଥିରେ ତାଙ୍କର ପରିବାର ସୁରୁଖୁରୁରେ ଚାଲେ। ଏହି କାମ ସେମାନେ ପ୍ରାୟ ଖରାଦିନେ କରନ୍ତି। ନଦୀରେ ଯେତେବେଳେ ଅଳ୍ପ ଅଳ୍ପ ପାଣି ଥାଏ, ଯିବା ଆସିବା କରିବା ପାଇଁ ସୁବିଧା ଥାଏ। ଆଉ ବର୍ଷା ଦିନେ ନଦୀକୁ ଯିବା ବହୁତ ବିପଦପୂର୍ଣ୍ଣ। ସେଥିପାଇଁ ପ୍ରାୟ ବହୁତ କମ୍ ଜଣ ବର୍ଷା ଦିନେ ଯାଆନ୍ତି। ମହାପ୍ରଭୁଙ୍କ କୃପାରୁ କେବେ କିଛି ଅସୁବିଧା ହୋଇନି ବ୍ରଜବାବୁଙ୍କର। କିନ୍ତୁ ସମୟ ସବୁବେଳେ ସମାନ ନଥାଏ। ଭାଗ୍ୟ କେତେବେଳେ ଯେ ବଦଳିଯିବ ସେ କଥା କେହି କହିପାରିବେନି। ଏମିତି ଏକ ଘଟଣା ଘଟିଯାଇଥିଲା ବ୍ରଜବାବୁଙ୍କ ଜୀବନରେ, ଯାହା ତାଙ୍କୁ ଓ ତାଙ୍କ ପୁରା ପରିବାରକୁ ସ୍ତବ୍ଧ କରିଦେଇଥିଲା। 2017 ମସିହା ଜୁଲାଇ ମାସର କଥା। ହଠାତ୍ ବ୍ରଜବାବୁଙ୍କର ଏକମାତ୍ର ପୁଅର ଦେହ ବହୁତ ଖରାପ ହେଲା। ସେ ଜମାରୁ ବି ଚାଲିପାରିଲା ନାହିଁ। ଏମିତିକି ସେ ସପ୍ତାହ ସପ୍ତାହ ଧରି ବେଡ଼ରୁ ଉଠି ପାରିଲା ନାହିଁ। ଏହାପରେ ବ୍ରଜବାବୁ ତାକୁ କଟକ ବଡ଼ ମେଡ଼ିକାଲକୁ ନେଇକି ଗଲେ। ସେଠାରେ ପୁଅର MRI ହେଲା ପରେ ଯାଇ ଜଣାପଡ଼ିଲା କି ଡାହାଣ ଗୋଡ଼ରେ ଗୋଟିଏ ଭେନ୍ ବ୍ଲକ୍ ହୋଇଯାଇଛି। ଡକ୍ଟର ସାଙ୍ଗେ ସାଙ୍ଗେ ବ୍ରଜବାବୁଙ୍କୁ କହିଲେ, ତୁମ ପୁଅର ଡାହାଣ ଗୋଡ଼ର ଗୋଟେ ଭେନ୍ ବ୍ଲକ୍ ହୋଇଯାଇଛି। ତାକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼ିବ, ନହେଲେ ଗୋଡ଼ଟି ଅକାମୀ ହୋଇଯିବ। ପାରାଲିସିସ୍ ବି ହୋଇଯାଇପାରେ। ଆଉ ଅପରେସନ୍ ପାଇଁ ପ୍ରାୟ 70,000 ଟଙ୍କା ଖର୍ଚ୍ଚ ହେବ। ତୁମେ ଯେତେ ଜଲ୍ଦି ଟଙ୍କା ଯୋଗାଡ଼ କରି ଆଣିମ, ପୁଅର ଅପରେସନ୍ କରିଦେବା। ଡକ୍ଟରଙ୍କ ମୁହଁରୁ ଏକଥା ଶୁଣି ବ୍ରଜବାବୁ ଭାଙ୍ଗି ପଡ଼ିଲେ। ତାଙ୍କ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ପରିବାର ଲୋକ ସମସ୍ତେ ଭାଙ୍ଗି ପଡ଼ିଲେ। ଏତେ ଟଙ୍କା କେଉଁଠୁ ଆସିବ? ଯେମିତି ଯାହା ରୋଜଗାର ହୁଏ ସବୁ ତ ପ୍ରାୟ ଖର୍ଚ୍ଚ ହୋଇଯାଏ। ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳିବା କଷ୍ଟ ବି ହେଉଥିଲା। ଆଉ ଏବେ ହଠାତ୍ ପୁଅର ଅପରେସନ୍ ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ? ତା ଛଡ଼ା ଏବେ ବର୍ଷା ଦିନ, ମହାନଦୀକୁ ଯିବା ସବୁଦିନ ମଧ୍ୟ ସମ୍ଭବ ନୁହେଁ। ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଯୋଗାଡ଼ କରିବେ? ହସ୍ପିଟାଲରୁ ଘରକୁ ନେଇ ଆସିଲେ ପୁଅକୁ। ଝଡ଼ି ବର୍ଷା ଲାଗି ରହିଥାଏ। 2-3 ଦିନ ଅପେକ୍ଷା କଲେ ବ୍ରଜବାବୁ। ଏହାପରେ କିଛି ଲୋକଙ୍କୁ ସାହାଯ୍ୟ ମାଗିଲେ, କିନ୍ତୁ ସମସ୍ତେ ହାତ ଟେକିଦେଲେ। କୁଆଡ଼ୁ ହେଲେ କିଛି ଯୋଗାଡ଼ ହୋଇପାରୁନଥାଏ। ଶେଷରେ ଆଉ କିଛି ଉପାୟ ନ ପାଇ ସ୍ତ୍ରୀକୁ ଡାକି କହିଲେ, ବସି ରହିଲେ ହେବନି। ଗୋଟିଏ ବୋଲି ପୁଅ ଆମର, ଯେଉଁଠୁ ହେଲେ ବି ଟଙ୍କା ଆଣିବାକୁ ପଡ଼ିବ। ଆମ ପାଖରେ ଆଉ ଅଳ୍ପ ସମୟ ଅଛି। ମୋତେ ଆଜିଠୁ ହିଁ ମହାନଦୀକୁ ଯିବାକୁ ହିଁ ହେବ। ଆଉ ସୁନାଗୁଣ୍ଡ ଆଣିବାକୁ ପଡ଼ିବ। ସେତେବେଳେ ଝଡ଼ି ବର୍ଷା ଲାଗି ରହିଥାଏ। ମହାନଦୀରେ ବି ଅଚଳାଚଳ ପାଣି। ପ୍ରବଳ ସୁଅରେ 2 କୂଳ ଖାଇ ପାଣି ମାଡ଼ି ଚାଲିଥାଏ। ଏତେ ପାଣି ଦେଖି କେହି ବି ଯାଉନଥିଲେ ସୁନା ସଂଗ୍ରହ କରିବାକୁ। ତାଙ୍କ ସ୍ତ୍ରୀ ଆଉ ପରିବାର ଲୋକ ବି ବ୍ରଜବାବୁଙ୍କୁ ନଦୀକୁ ଯିବାକୁ ମନା କଲେ, କିନ୍ତୁ ବ୍ରଜବାବୁ କାହା କଥା ଶୁଣିଲେନି। ଗୋଟେ ଭଙ୍ଗା ଟାଇଲ୍ ଆଉ ଗୋଟେ ଲୁହା ରଡ଼୍ ଧରି ବାହାରି ପଡ଼ିଲେ ମହାନଦୀକୁ। ମହାନଦୀରେ ପାଣି 2 କୂଳକୁ ଖାଇ ମାଡ଼ି ଚାଲିଥାଏ। ସାଧାରଣ ଲୋକଟିଏ ଦେଖିଲେ ଡରିଯିବ, କିନ୍ତୁ ବ୍ରଜବାବୁ ଜମାରୁ ବି ଡରିଲେନି। ନଦୀ କୂଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲେ, ଆଉ ଧୀରେ ଧୀରେ ପାଣି ଭିତରକୁ ଗଲେ। ବର୍ଷା ହେଉଥାଏ। ମହାନଦୀର ସୁଅ ତାଙ୍କୁ ଠେଲି ପକାଉଥାଏ, କିନ୍ତୁ ସେ ସୁଅକୁ ନ ଡରି ଭିତରକୁ ଚାଲିଗଲେ।
ସବୁକିଛି ସେ ଜଗନ୍ନାଥଙ୍କ ଉପରେ ଛାଡ଼ି ଦେଇଛନ୍ତି। ତାଙ୍କ ପୁଅର ଜୀବନ ଆଜି ସେ ମହାପ୍ରଭୁଙ୍କ ହାତରେ। ନଦୀ ଭିତରକୁ ଯାଇ ଗଭୀର ନଦୀରେ ଛିଡ଼ା ହୋଇଥାନ୍ତି ବ୍ରଜବାବୁ। ଧୈର୍ଯ୍ୟ ଧରି ଛିଡ଼ା ହେଲେ ହିଁ କେତେବେଳେ କ'ଣ ଆସି ଲାଗିବ ତାଙ୍କ ପାଖରେ। ମଝିରେ ମଝିରେ ପାଣି ଭିତରେ ବୁଡ଼ୁଥାନ୍ତି ଆଉ ବାଲି ସାଉଁଟୁଥାନ୍ତି। ଦିନ ଯାଇ ସନ୍ଧ୍ୟା ହେବାକୁ ବସିଲାଣି, କିନ୍ତୁ ସେତେବେଳ ଯାଏଁ କିଛି ମିଳିନଥାଏ ତାଙ୍କୁ। ଧୀରେ ଧୀରେ ପାଣିର ଗଭୀରତା ବଢ଼ିବାକୁ ଲାଗିଥାଏ। ବର୍ଷା କାରଣରୁ ପାଣିର ସୁଅ ବି ବଢ଼ିବାରେ ଲାଗିଛି। କିନ୍ତୁ ଆଜି ବ୍ରଜବାବୁ ଖାଲି ହାତରେ ଫେରିବେନି। ମନରେ ଖାଲି ଗୋଟିଏ କଥା, ପୁଅର ଅପରେସନ୍ କରିବି, ଯେମିତି ହେଲେ ବି ମୋ ପୁଅକୁ ଭଲ କରିବି। ଆଉ ସେଥିପାଇଁ ଆଜି ଏ ମହାନଦୀରେ ତାଙ୍କର ଜୀବନ ଚାଲିଯାଉନା କାହିଁକି? ଟିକିଏ ଭୟ କି ଶଙ୍କା ନାହିଁ ତାଙ୍କ ମନରେ। ଆଖିରୁ ଖାଲି ଧାର ଧାର ଲୁହ ବୋହି ଯାଉଥାଏ। ନଦୀର ଗଭୀରତା ଯେତିକି, ତାଙ୍କ ଦୁଃଖ ଆଜି ସେତିକି। ମହାନଦୀରେ ପାଣି ବୋହି ଚାଲିଥାଏ ଆଉ ବ୍ରଜବାବୁଙ୍କ ଆଖିରୁ ଲୁହ ବୋହି ଚାଲିଥାଏ। ଶେଷରେ ଆଉ କିଛି ଉପାୟ ନ ପାଇ ନଦୀ ଭିତରେ ହାତ ଯୋଡ଼ି ମହାପ୍ରଭୁଙ୍କୁ ଡାକିଲେ। କାନ୍ଦି କାନ୍ଦି କହୁଥାନ୍ତି, ହେ ଜଗତ ଠାକୁର, ଆଜି ମୋ ପୁଅର ଜୀବନ ତୁମ ହାତରେ। କ'ଣ ଶିଶୁଟା ସେ, ଦୁନିଆକୁ ଭଲ ଭାବରେ ଦେଖିନି କି ଜାଣିନି। ତାକୁ ଏତେ ଶାସ୍ତି କାହିଁକି ଦେଉଛ ମହାପ୍ରଭୁ? ଯଦି ନେବାର ଅଛି ମୋ ଜୀବନ ନେଇଯାଅ, କିନ୍ତୁ ମୋ ପୁଅକୁ ଭଲ କରିଦିଅ ଠାକୁରେ। ଏ ଦୁଃଖୀର ଦୁଃଖ ଶୁଣ କଳା ଠାକୁର। ଶେଷରେ ଦୁଃଖରେ ଭାଙ୍ଗିଗଲେ ବ୍ରଜବାବୁ। ସେତେବେଳକୁ ମହାନଦୀର ପାଣି ତାଙ୍କ ମୁଣ୍ଡ ଉପରେ ଚାଲୁଥାଏ। ଦୁଇ ହାତ ଟେକିଦେଲେ ଉପରକୁ। ଆଜି ତାଙ୍କ ଜୀବନ ସେ ମହାପ୍ରଭୁଙ୍କ ଉପରେ। ଆଉ ଭକ୍ତର ଏତେ ଦୁଃଖରେ ମହାପ୍ରଭୁ ଚୁପ୍ ହୋଇ କେମିତି ରହିଥାନ୍ତି? ହଠାତ୍ ବ୍ରଜବାବୁ ଦେଖିଲେ ଦୂରରୁ କିଛି ଗୋଟେ ଭାସି ଆସୁଛି। ଲାଲ ରଙ୍ଗର କପଡ଼ାଟେ ଭାସି ଆସୁଥାଏ ତାଙ୍କ ଆଡ଼କୁ। ଅରକ୍ଷିତକୁ ଦୈବ ସାହା ହେଲା ପରି ଲାଗିଲା ତାଙ୍କୁ। ସେ ଚାରିଆଡ଼େ ଦେଖିଲେ, ମନେ ମନେ ଭାବୁଥାନ୍ତି, କ'ଣ ସେଇଟା? କ'ଣ କିଛି ଅଛି କି ସେଇ ଭିତରେ? ଆଉ ଟିକେ ପହଁରି ଯାଇ ସାଉଁଟି ଆଣିଲେ ସେ ଲାଲ ରଙ୍ଗର କପଡ଼ାଟିକୁ। ସେ ଦେଖିଲେ ସେଇଟା ଗୋଟେ ମୁଣାଟିଏ। ମନରେ ଆଗ୍ରହ ହେଲା, କୌତୂହଳ ହେଲା ଖୋଲି ଦେଖିବା ପାଇଁ। ଆଉ ବିଳମ୍ବ ନ କରି ନଦୀ କୂଳକୁ ଚାଲି ଆସିଲେ ଆଉ ମୁଣାଟିକୁ ଖୋଲି ଦେଖିଲେ। ସେଥିରେ ବହୁତ ଗୁଡ଼ିଏ ସୁନାର ଖଣ୍ଡ ଅଛି। ଏକାଥରେ ଏତେ ସୁନା ବ୍ରଜବାବୁ କେବେ ପାଇନଥିଲେ। ଅନୁମାନ କରି ଭାବିଲେ ପ୍ରାୟ 40,000 ରୁ 50,000 ଟଙ୍କାର ସୁନା ହେବ ସେତକ। ମନେ ମନେ ଭାବୁଥାନ୍ତି, ବୋଧହୁଏ କେଉଁ ଲୋକର ସାଇତା ସୁନା ନଦୀ ସୁଅରେ ଭାସି ଆସିଛି। ସେ ଭାବୁଥାନ୍ତି, ଅନ୍ୟ କାହାର ସୁନା ମୁଁ କେମିତି ନେଇପାରିବି? କିନ୍ତୁ ତାଙ୍କର ପଇସାର ଆବଶ୍ୟକତା ଥିଲା। ଏତେ କିଛି ଭାବିବା ପାଇଁ ସମୟ ନଥିଲା ତାଙ୍କ ପାଖରେ। ମହାପ୍ରଭୁଙ୍କ କୃପାରୁ ତାଙ୍କୁ ଆଜି ଏ ସୁନା ମିଳିଛି। ଆଉ ଏ ସୁନା ତାଙ୍କ ପୁଅ ସୁସ୍ଥ ହେବା ପାଇଁ ନିହାତି ଦରକାର। ଏମିତି ଭାବି ଭାବି ସେ ସୁନାକୁ ଧରି ତାଙ୍କ ଘରକୁ ଚାଲି ଆସିଲେ। ତାଙ୍କ ସ୍ତ୍ରୀ ଏକଥା ଜାଣି ବହୁତ ଖୁସି ହୋଇଗଲେ ଆଉ ଠାକୁରଙ୍କୁ ବହୁତ ଧନ୍ୟବାଦ ଦେଲେ। ଆଉ କିଛି ଦିନ ପରେ ତାଙ୍କ ପୁଅ ସୁସ୍ଥ ହୋଇ ଘରକୁ ଫେରି ଆସିଲା। ପୁଅ ସୁସ୍ଥ ହେବାର କିଛି ଦିନ ପରେ ବ୍ରଜବାବୁ ତାଙ୍କ ସ୍ତ୍ରୀ ଆଉ ପୁଅକୁ ଧରି ନେଇଗଲେ ବଡ଼ ଦେଉଳକୁ। ଆଉ ଠାକୁରଙ୍କୁ କହିଲେ, ହେ ଜଗତ ଠାକୁର, ତୁମ କୃପାରୁ ଆଜି ମୋ ପୁଅ ଭଲ ହୋଇଯାଇଛି। ସର୍ବଦା ସମସ୍ତଙ୍କ ଉପରେ ଏମିତି କୃପା କରୁଥାଅ କଳା ଠାକୁରେ। ସେଇ ଘଟଣାକୁ ଏତେ ବର୍ଷ ବିତି ଯାଇଥିଲେ ବି ଆଜି ବି ଭୁଲି ପାରିନାହାନ୍ତି ବ୍ରଜବାବୁ। ଆଉ ସବୁବେଳେ କୁହନ୍ତି, ପ୍ରଭୁ ତାଙ୍କ ପୁଅକୁ ନୂଆ ଜୀବନ ଦେଲେ। ସେ ପ୍ରଭୁଙ୍କ ପାଖରେ ଋଣୀ। ଏମିତି ପ୍ରଭୁଙ୍କ କୃପା ସମସ୍ତଙ୍କ ଉପରେ ଥାଉ। ସତରେ ମହାପ୍ରଭୁ, ତୁମ ଲୀଳା ତୁମକୁ ହିଁ ଜଣା। ମହାପ୍ରଭୁଙ୍କର ଛୋଟିଆ ଅନୁଭୂତିଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ମତାମତ ଜଣାଇବେ। ଆଉ ମହାପ୍ରଭୁଙ୍କୁ ନେଇ କିଛି ଅନୁଭୂତି ଥିଲେ ମୋତେ ମୋ ମେଲ୍ ଆଇଡ଼ିରେ ପଠାଇ ପାରିବେ। ଆଉ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦେବା ପାଇଁ ଅନୁରୋଧ। ଆଜି ପାଇଁ ରହିଲି। ଦେଖା ହେବ ଆଉ ଗୋଟିଏ ମହାପ୍ରଭୁଙ୍କର ସୁନ୍ଦର ଅନୁଭୂତି ସହିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।